ତରିକୁନ୍ଦରେ ମେଡିକାଲରେ ଯଦି ଡକ୍ଟରଙ୍କୁ ମୁଁ ମିସବିହେଭ୍ କରିଛି ତାହେଲେ ଡକ୍ଟର ତ ମୋ ଏଗେନଷ୍ଟରେ ଥାନାରେ କେସ୍ ଦେବା କଥା। ଡକ୍ଟର ତ କେସ୍ ଦେଇନାହାନ୍ତି। ଡକ୍ଟର ବି କିଛି ଆଲିଗେସନ୍ କରିଛନ୍ତି କି? ଯଦି ଡକ୍ଟର ଆଲିଗେସନ୍ କରିନାହାନ୍ତି, ଡକ୍ଟର କେସ୍ ଦେଇନାହାନ୍ତି, ତାହେଲେ ଯେଉଁମାନେ ଆଲିଗେସନ୍ କରୁଛନ୍ତି, ଯେଉଁମାନେ ଯେଉଁ ବିଶୃଙ୍ଖଳା ସେଠି ସୃଷ୍ଟି କରୁଛନ୍ତି, ସେମାନେ କେଉଁ ଉଦ୍ଦେଶ୍ୟରେ କରୁଛନ୍ତି ଆପଣମାନେ ଜାଣିପାରୁଛନ୍ତି। ମୁଁ ଯେତେବେଳେ 15 ଦିନ ପୂର୍ବରୁ ପବ୍ଲିକଙ୍କର ଫୋନ୍ କଲ୍ ପାଇଲି ଯେ ସେଠି ଅସୁବିଧା ଟିକେ ହେଉଛି, ସେଠି ଫାର୍ମାସିଷ୍ଟର ଅସୁବିଧା, ସେଠି ସରି ସେଠି ଡକ୍ଟରଙ୍କର ଅସୁବିଧା, ସେଠି ମେଡ଼ିସିନ ପହଞ୍ଚି ପାରୁନାହିଁ, ଯେତେବେଳେ ଲୋକମାନେ ମୋତେ ଫୋନ୍ କଲେ ଠିକ୍ 15 ଦିନ ପୂର୍ବରୁ ମୁଁ ମେଡ଼ିକାଲ ଅଫିସରଙ୍କ ସହିତ ଡକ୍ଟରଙ୍କ ସହିତ ଆମର ଯେ ମେଡ଼ିକାଲ ଅଫିସର ଅଛନ୍ତି ରଘୁନାଥପୁର ଦଳେଇ ବାବୁଙ୍କ ସହିତ 2 ଜଣଙ୍କ ସହିତ ମୁଁ କନଫରେନ୍ସରେ କଥାବାର୍ତ୍ତା କରେଇଲି। ଇଭିନ୍ ବି କହିଲି ଯାହା ଅସୁବିଧା ହେଇଛି ତମେ ନିଜ ନିଜ ଭିତରେ ସର୍ଟ ଆଉଟ୍ କର। ଇଭିନ୍ ବି ସେ ଡକ୍ଟରଙ୍କୁ କହିଲି ଆପଣଙ୍କର ଯେହେତୁ ହାୟର ଅଥରିଟି ହେଉଛନ୍ତି ଦଳେଇ ବାବୁଙ୍କ ସହିତ ଆପଣ ଯାଇକିରି କ'ଣ ସମସ୍ୟା ହେଉଛି ସେଇଟା ସର୍ଟ ଆଉଟ୍ କରନ୍ତୁ, କିନ୍ତୁ ପବ୍ଲିକ୍ ମୋତେ ବାରମ୍ବାର ଫୋନ୍ ନ କରନ୍ତୁ କି ପବ୍ଲିକ୍ର ବାରମ୍ବାର ମେଡ଼ିକାଲ ବିଷୟରେ ନ କୁହନ୍ତୁ ଯେ ଡକ୍ଟର ଭଲ ଦଳେଇ ବାବୁ ଖରାପ, ଦଳେଇ ବାବୁ ମେଡ଼ିକାଲ ମେଡ଼ିସିନ ଦେଉନାହାନ୍ତି। ଏଇଟା ହେଉଛି ଗୋଟେ ଡିପାର୍ଟମେଣ୍ଟ କଥା, ଡିପାର୍ଟମେଣ୍ଟ ଇସ୍ୟୁଟା ଡିପାର୍ଟମେଣ୍ଟ ଭିତରେ ରହିବା ଦରକାର, ଏଇଟାକୁ ବାହାରକୁ ଡିସକ୍ଲୋଜ୍ ନ ହେବା ଦରକାର। ତେଣୁ ସେଇ କଥାଟା ମୁଁ 15 ଦିନ ପୂର୍ବରୁ କହିଥିଲି। ପୁଣି ଏଗେନ୍ କାଲି ବି ମଧ୍ୟ ମୋ ପାଖକୁ ଫୋନ୍ କଲ୍ ଆସିଲା ଯେ ସେଇ ସେମ୍ ଅସୁବିଧା। ଆମେ ତା ଭିତରେ ଯେତେବେଳେ ଡକ୍ଟରଙ୍କର କମ୍ପ୍ଲେନ୍ ଥିଲା ଯେ କି ଆମର ଫାର୍ମାସିଷ୍ଟ ଠିକ୍ସେ କାମ କରୁନି ବୋଲି, ଆମେ ସେଠି ଫାର୍ମାସିଷ୍ଟକୁ ମଧ୍ୟ ଚେଞ୍ଜ କରୁଛୁ, ନୂଆ ଫାର୍ମାସିଷ୍ଟକୁ ଆଣିକି ଦେଇଛୁ। ଏଗେନ୍ ପୁଣି କାଲି ବି ମଧ୍ୟ କମ୍ପ୍ଲେନ୍ ହେଲା ଯେ ସେଇ ମେଡ଼ିସିନ ସମସ୍ୟା ହେଉଛି, ଫାର୍ମାସିଷ୍ଟ ସମସ୍ୟା ହେଉଛି, ଡକ୍ଟରଙ୍କ ସମସ୍ୟା ହେଉଛି। ତେଣୁ ଯେହେତୁ ମୁଁ ଲୋକାଲ ଏମ୍ଏଲ୍ଏ ହିସାବରେ ଯେତେବେଳେ ମୋ ପାଖକୁ ଗୋଟେ ଗ୍ରିଭାନ୍ସ ଆସିଲା, ମୁଁ ଡକ୍ଟରଙ୍କ ପାଖକୁ ଆଜି ଗଲି, ପଚାରିଲି କ'ଣ ଅସୁବିଧା ହେଉଛି, ମୋତେ ଯଦି କିଛି ସମସ୍ୟା ଅଛି ମୋତେ କୁହନ୍ତୁ। ମୁଁ ତ କହିଥିଲି 15 ଦିନ ପୂର୍ବରୁ ଆପଣ ଯାଇକରି କଥାବାର୍ତ୍ତା ହେବେ କାହା ସହିତ ମେଡ଼ିକାଲ ଅଫିସରଙ୍କ ସହିତ କଥାବାର୍ତ୍ତା ହେବେ। ହେଇଛନ୍ତି କି ନା? ନାଇଁ, ମୁଁ ହେଇନି। ଯଦି ହେଇନାହାନ୍ତି ତାହେଲେ କାହିଁକି ଏ ସମସ୍ୟା ହେଉଛି? ଯଦି କିଛି ସମସ୍ୟା ହେଉଛି ଆପଣ ମୋ ନଲେଜକୁ ଆଣନ୍ତୁ କି ଆପଣ ସିଡିଏମଙ୍କ ନଲେଜକୁ ଆଣନ୍ତୁ। ଯାହା ବି ହେଉଛି ଲୋକ ସଫରର ହୁଅନ୍ତୁ ନାହିଁ କି ଲୋକ ବାରମ୍ବାର ମୋତେ କଲ୍ ନ କରନ୍ତୁ। ଏବଂ ମୁଁ ଯେତେବେଳେ ଯେଉଁଠିକି ଗଲେ ବି ମଧ୍ୟ ମୁଁ ସୋସିଆଲ ମିଡ଼ିଆ ଲାଇଭ୍ରେ ବି ମଧ୍ୟ କହିଛି। ସୋସିଆଲ ମିଡ଼ିଆ ଲାଇଭ୍ ବି ଦେଖିବେ, ଡକ୍ଟର ରମାକାନ୍ତ ଭୋଇ ଦେଖିବେ ଆପଣ ଲାଇଭ୍ରେ ମୁଁ କାହାକୁ ବି ମିସବିହେଭ୍ କରିନାହିଁ। ମୁଁ ସେ କଥା ଡିସ୍କସନ୍ କରିଛି। ସେଠି ସରପଞ୍ଚ ବି ଥିଲେ, ତରିକୁନ୍ଦ ସରପଞ୍ଚ ବି ଥିଲେ। ତା ସହିତ ବି ମଧ୍ୟ ମୁଁ ଗଲାବେଳକୁ ଥାନା ଅଧିକାରୀଙ୍କୁ ମଧ୍ୟ ଇନଫର୍ମ କରିଥିଲି, ଅନିଲ ବାବୁଙ୍କୁ। ସିଏ ବି ମଧ୍ୟ ଜଣେ ଏସ୍ଆଇଙ୍କୁ ପଠାଇଥିଲେ। ସେଠି ଅଲଗା ଲୋକ ବି ପବ୍ଲିକ୍ ଥିଲେ ଏବଂ ସାଧାରଣ ଲୋକ ବି ମଧ୍ୟ ଥିଲେ। ମୋର ଗୋଟିଏ ଥିଲା ଗ୍ରିଭାନ୍ସ ଯେ ଏଠୁ ବାରମ୍ବାର କଲ୍ ଯାଉଛି, ଗୋଟିଏ କଲ୍ ଯାଉଛି ଯେ ଡକ୍ଟର ଭଲ, ସେଠି ଫାର୍ମାସିଷ୍ଟ ଖରାପ, ଡକ୍ଟର ଭଲ, ଦଳେଇ ବାବୁ ଖରାପ। ତେଣୁ ଏ କଥାଟା ଯେତେବେଳେ ଉଠୁଛି ମୁଁ କହିବା କଥା ଯେ ଡିପାର୍ଟମେଣ୍ଟ କଥାଟା ବାହାରକୁ କାହିଁକି ଲିକ୍ ଆଉଟ୍ ହେଉଛି? ଡିପାର୍ଟମେଣ୍ଟ କଥାଟା ଡିପାର୍ଟମେଣ୍ଟରେ ରହିବା ଦରକାର। ଡିପାର୍ଟମେଣ୍ଟର ଇସ୍ୟୁଟା ଡିପାର୍ଟମେଣ୍ଟରେ ସର୍ଟ ଆଉଟ୍ ହେବା ଦରକାର। ସାଧାରଣ ଲୋକ ଦଳେଇ ବାବୁକୁ ଜାଣିଲେ କେମିତି? ଦଳେଇ ବାବୁ ମେଡ଼ିସିନ ଦେଉନାହାନ୍ତି ବୋଲି ସାଧାରଣ ଲୋକ କେମିତି ଜାଣିବେ? ଯଦି ସାଧାରଣ ଲୋକ ତ ଗୋଟେ ଡକ୍ଟର ନାଁ ଜାଣନ୍ତି ନାହିଁ। ତେଣୁ ସେଥିପାଇଁ ମୁଁ କହିବା କଥା ଯେ ଆପଣଙ୍କର ଡିପାର୍ଟମେଣ୍ଟରେ ଲାକୁନାଟା, ଡିପାର୍ଟମେଣ୍ଟର ପ୍ରୋବ୍ଲେମଟା ଆପଣ ବାହାରକୁ ପରିପ୍ରକାଶ କରନ୍ତୁନି। ଏଇଟା ହେଉଛି ଡିପାର୍ଟମେଣ୍ଟ ଉପରେ ମାନେ ଇସ୍ୟୁ ଆକ୍ଷେପ ହେଉଛି। ତେଣୁ ଏଇଟା ଠିକ୍ ହେଉନି। ତେଣୁ ମୁଁ ତାକୁ କହିଲି ଆପଣ ଗୋଟେ ଭଲ ଡକ୍ଟର, ସରି ଲୋକଙ୍କର ଫିଡ଼ବ୍ୟାକ୍ ବହୁତ ଭଲ ଅଛି, ଆପଣ ଭଲ କାମ କରନ୍ତୁ, ଭଲ ମ୍ୟାନେଜ୍ କରନ୍ତୁ ମେଡ଼ିସିନ ମେଡ଼ିକାଲ ଭିତରେ। ଯେଉଁଠି ଯେଉଁଠି ଇସ୍ୟୁ ହେଉଛି ଆମ ନଲେଜକୁ ବି ଦିଅନ୍ତୁ। ଆପଣଙ୍କର ସାଧାରଣ ଲୋକ ହଇରାଣ ନ ହୁଅନ୍ତୁ କି ସାଧାରଣ ଲୋକ ଆମ ପାଖକୁ ବାରମ୍ବାର ଫୋନ୍ ନ କରନ୍ତୁ। ଏଇଟା ତ ମୋର ଥିଲା କଥା। এইটা ବି ମୁଁ ଦେଖେଇଛି ସୋସିଆଲ ମିଡ଼ିଆରେ ଲାଇଭ୍ରେ ଦେଖେଇଛି। ଯଦି ଆପଣ କହିବେ ଏଭିଡେନ୍ସ ମୁଁ ପ୍ରୋଭାଇଡ଼ କରିବି। ମୁଁ ତ କହୁଛି ସୋସିଆଲ ମିଡ଼ିଆ ଦେଖନ୍ତୁ, ଡକ୍ଟର ରମାକାନ୍ତ ଭାଇ ମୋର ଆଇଡ଼ିକୁ ଦେଖନ୍ତୁ। ଯଦି ତାଙ୍କ ପାଖରେ କିଛି ଏଭିଡେନ୍ସ ଅଛି ମୁଁ ଡକ୍ଟରଙ୍କୁ ମିସବିହେଭ୍ କରିଛି, ତାଙ୍କ ପାଖରେ ସସାସ ଅଛି ଆଣିକି ପ୍ରଡ୍ୟୁସ୍ କରନ୍ତୁ। ୱିଦାଉଟ୍ ଏନି ଏଭିଡେନ୍ସ, ୱିଦାଉଟ୍ ଏନି କଜ୍ ତାକୁ ପଲିଟିକାଲି ତାକୁ ନେଇକିରି ତାକୁ ଏଠି ଗୋଟେ ଇସ୍ୟୁ ବନେଇବା, ରାସ୍ତାରୋକ କରିବା, NH-55କୁ ରାସ୍ତାରୋକ କରି ସାଧାରଣ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ କରିବା, ଏଇଟା କୋଉ ମାନସିକତା? ତେଣୁ ଏଇଟାକୁ କେବେ ହେଲେ ବିଜୁ ଜନତା ଦଳ ବରଦାସ୍ତ କରିବ ନାହିଁ। ଡିସିପ୍ଲିନ୍ ଡକ୍ଟର ବି ମଧ୍ୟ ଇଏରେ କହିଛନ୍ତି, ମିଡ଼ିଆ ଆଗରେ ବି ମଧ୍ୟ ମୁଁ ଦେଖୁଥିଲି କହିଛନ୍ତି ଯେ ନାଇଁ ସେ ମୋତେ କିଛି ମିସବିହେଭ୍ କରିନାହାନ୍ତି, ମୋତେ ବୁଝେଇଛନ୍ତି ଏବଂ ମୋତେ ବି ମୋତେ ତାଗିଦ କରି କହିଛନ୍ତି ଏ କଥା ଆଗକୁ ଗୋଟେ ଲୋକାଲ ରିପ୍ରେଜେଣ୍ଟେଟିଭ୍ ହିସାବରେ, ଗୋଟେ ବିଧାୟକ ହିସାବରେ ଯେତେବେଳେ ଗୋଟେ ଇସ୍ୟୁ କେଉଁଠି ଡିପାର୍ଟମେଣ୍ଟରୁ ଆସିଲା ଆମେ ଯାଇକି ତାଗିଦ କରିବାର ଆମର ଅଧିକାର ଅଛି। ମୁଁ ତାଙ୍କୁ ପଚାରିଲି ଜାଜ୍ ମିଟିଂ ଆପଣଙ୍କର ହେଇଛି କି ନାହିଁ, ଆପଣଙ୍କର ସବୁ ମନିଟରିଂ ହେଉଛି ନା ନାହିଁ, ଆପଣଙ୍କର ଯେଉଁଟା ଇଏଟା କେଉଁଟା ଇଣ୍ଡିଆନଟା ଆପଣ ପଠେଇଛନ୍ତି କି ନାହିଁ,
इंडियन जदि पठेइचंती ऑनलाइन रे मते दियंतु कॉपी जदि मेडिकल ऑफिसर दळे बाबू दउनांती मु तांको पचारिबी नले सीडीएम को कहबी नले कलेक्टर को कहबी आमे समस्यार समाधान करिबा ना समस्या को ऊपर को बढ़ाई चलवा ये लोक असंतोष हे लोक बारंबार मेडिकल फेरबे ये तो मोर इश्यू था एते कोठी भूल है सेटा को लेकिन रास्ता रोको करवा लोक हैरान करवा सेटा गोटे इश्यू करवा इश्यू जदि नाही तांको पाखे ताले अलग इश्यू पे लड़ाई कर गोटे साधारण कथा मु एमएलए हिसाब से जोठी इश्यू पाइबी सब डिपार्टमेंट पस आज गोटे स्कूल को जाइली देखिली स्कूल लोक मैंने तले बस पिला माने तले बसी पाठ पढ़ुछंती 8टा क्लास मोर राइट सीट अच्छी बिंग तो मत लोक मैंने मत भोट देकी निर्वाचित कर लोक समस्या तो जड़ित हेबी डिपार्टमेंट इश्यू कौटी आमर मतलब ना डिपार्टमेंट लोक मान कौन इगो अच्छी ताठी आमर मतलब नहीं आमर मतलब हूँ लोक सर्विस पातु बेस्ट सर्विस पातु लोक फेरतु ना लोक साटिस्फाई होकर मेडिकल जातु एवं कौन इश्यू आम पाखक न आसू जिते बड़े आम पाखक इश्यू आसो आम जानूँ जे मेडिकल ऑफिसर ठीक से काम करूना डॉक्टर ठीक से काम करूना फार्मासीस्ट ठीक से काम करूना तेणु इश्यूटा आम नॉलेज को आसूची सुबोध कुमार बारे तरीकुंद पंचायत बासिंदा आज सकाल 10टार एमएलए आसिकी जो प्रकार से डॉक्टर एटी तो से डॉक्टर नुह लोक मानकर पाखापाखि 20 ରୁ 25,000 लोकंकर से भगवान स्वरूप ये अच्छा तेणु हठात से मेडिकल परिदर्शन कर जो प्रकार तागिद कर धमक चमक देते ते ये रखईदेवी नहीं तू ये करनु से करनु ते मालकानगिरी पठेबी जो प्रकार मेंटल हारासमेंट करके माड़ उठे मारिबा पर्यंत पछई ना से डॉक्टर भयभीत अवस्था 4 घंटा काल मेडिकल गैप होगी कौट रही जो साधारण जनसाधारण मैंने जानिले जो मेडिकल आसी पहुँचले डॉक्टर आसी पहुँचा पर सबू कथा कहवा साधारण लोक मैंने उत्त्यक्त होगी आज एठारे रास्ता रोक कर तेणु जेपर्यंत से निशर्त क्षमा प्रार्थना डॉक्टर को न कर से पर्यंत ये रास्ता रोक हटब ना कौन आ पथरे एमएलए गोटे कौन प्रकार सालिश हो पारि था कौन प्रकार आर्थिक प्रोत्साहन कमी जा पारि था तेणु से दृष्टि से ये आसिक ए प्रकार अव्यवस्था कर डॉक्टर गोटे इमोशनल हारासमेंट कर तेणु जहाँफल डॉक्टर बर्तमान भयभीत अवस्था नहीं नहीं डॉक्टर सेवा करेंगे डॉक्टर धर्म है सेवा करवा किंतु मो कहता डॉक्टर को गोटे एमएलए आसिकी मेंटाली हारासमेंट कर टर्चर करवाटा यहाँ को संविधान लिखाई से जन लोक प्रतिनिधि जाना दरकार गोटे जनसेवा करुवा गोटे भगवान स्वरूपी मनीष को कौ प्रकार व्यवहार कराए जदि विधायक से व्यवहार न शिखी बर्तमान आसिक ये शिखु।